ପରିଭ୍ରମଣର ଆବଶ୍ୟକତା। ଉପକ୍ରମ। ଆମର ବ୍ୟସ୍ତବହୁଳ ଜୀବନରେ ଆମକୁ କିଛି ସମୟ ବାହାର କରି ଭ୍ରମଣରେ ଉପଯୋଗ କରିବା ଉଚିତ। ଅବସର ସମୟରେ ନିଜର ଖୁସି ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଭ୍ରମଣରେ ଯିବା ଉଚିତ। ଏହାଦ୍ୱାରା ବିଭିନ୍ନ ସ୍ଥାନର ଲୋକଙ୍କ ମେଳରେ ରହି ଭାଷା, ସଂସ୍କୃତି, ଚଳଣି ବିଷୟରେ ଜାଣିହୁଏ। ବର୍ଣ୍ଣନା। ଭ୍ରମଣ ଦ୍ୱାରା ମନ ପ୍ରଫୁଲ୍ଲିତ ହୋଇଥାଏ। ମନରେ ଥିବା ଅବସାଦ, ଦୁଃଖ, ଦୁଶ୍ଚିନ୍ତା ସବୁ ଦୂର ହୋଇଥାଏ। ଛାତ୍ରଛାତ୍ରୀମାନେ ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଯାଇ ଦେଖିବାରେ ସେମାନଙ୍କର ଆକ୍ଷରିକ ଜ୍ଞାନର ବୃଦ୍ଧି ଘଟିଥାଏ। ଭ୍ରମଣ ଦ୍ୱାରା ଅନେକ ରୋଗରୁ ଉପଶମ ମିଳିଥାଏ। ବର୍ତ୍ତମାନ ଭ୍ରମଣ ପାଇଁ ଯାନବାହନ, ରାସ୍ତାଘାଟର ସୁବିଧା ଅଛି। ରାତ୍ରି ଯାପନ ପାଇଁ ସ୍ଥାନେ ସ୍ଥାନେ ପାନ୍ଥଶାଳା, ଲଜଗୁଡ଼ିକ ଅଛି। ଖାଇବା ପିଇବା ପାଇଁ ହୋଟେଲଗୁଡ଼ିକ ଅଛି। ଶେଷ କଥା, ପରିଭ୍ରମଣରେ ସବୁଦିନ ଲକ୍ଷ ଲକ୍ଷ ଲୋକ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଯାଉଛନ୍ତି। ଶିଶୁରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଭ୍ରମଣରେ ଯିବା ଉଚିତ। ଗୋଟିଏ ପରିବେଶରେ ସବୁବେଳେ ନ ରହି ପରିଭ୍ରମଣରେ ଗଲେ ଦେହ ମନ ଭଲ ରହେ। ଧନ୍ୟବାଦ।